সম্মান চালিব তম ভଳି ଲୋକମାନଙ୍କର ସମ୍ମାନ ଚାଲିବା ଦରକାର ମୋ କଥା ଟିକେ ବୁଝ ଆମ ସମସ୍ତଙ୍କ ଭାବ ଅଛି ବୁଝ ଆପଣଙ୍କର ରୋଜଗାର କଥା କିଛି ନାହିଁ ପରସ୍ପର ସ୍ତ୍ରୀ କାମ କଥା କିଛି କରିନି ବନ୍ଦ କର ଦେବା ଜଣା ସେ ଟଙ୍କା ହିସାବ କରିବାକୁ ମୁଁ ଏଠି ଯାଉନି ସେ ହିସାବ କାହିଁ ତାନେ ରଖିବ ତମର ତ ଖାଲି ଟଙ୍କାନେ ବଟାଇ କାଲା ମୋ ସମାଲି କଥାବାର୍ତ୍ତା କର ତମେ ମୋ ସମାଲି କଥାବାର୍ତ୍ତା କର ସାଲା ସାଲା ସକିଲ কে কালে দারু পি কান্দা টঙ্কা দিও କଣ ଭାସିଗଲା ମୁଁ ପଚାରିଲି କଣ ଭାସିଗଲା ଦାରୁ ପିଇଲେ ମୋ টাকাରେ ମୁଁ ତୋର କଣ ଭାସିଗଲା খবরদার কইছি এমনি কথা কইবি তো তবে ছেলে কাটিয়া বলা কাটিয়ে কোনটা করিব তু ମୁଁ ପଚାରିଲି ତୁ କଣଟା କରିବୁ ମୁଁ ଦାରୁ ପିଇଲେ ତୋ ଅପାର କଣ କରାବ ପରିବାର ମିଶି ନାଟକ ଚାଲିଛ ତମମାନଙ୍କ କଥା ମୁଁ ବୁଝିପାରିନି ବନ୍ଦ ସେ ବଡି ବନ୍ଦ କରୁଛି କାହିଁକି ବନ୍ଦ କରିବି ମୋ ପଚାରିଲି କାହିଁକି ବନ୍ଦ କରିବି টাকা কবে যৌতুক দেওয়ার নথিরা টাকাও দেওয়া ଥିଲା বেটিକୁ ଘର ଦିଅ ଧରି କରିଦେଲା କାହିଁକି ହଁ ମୁଁ ବି ସେୟା ଚାହୁଁଛି ମୁଁ ବି ତମ ସାଙ୍ଗରେ ତମ ଘରକୁ ଯିବିନି ସେ সালা ଶୁଣ ଏସବୁ ମୋ ଦିମାଗ ପାଇଁ କରିବନି କାହିଁକି ନା ତମ ଭଳି ଟଙ୍କା ଲୋଭି ପାଖରେ ସାରା ଜୀବନ ପାଇଁ ଚକ୍କର ହବା ଅପେକ୍ଷା ସୁଇସାଇଡ୍ କରିଦେବା ଶହେ ଗୁଣ ଭଲ ସାଲି ତ ଏତେ ଦିମାଗ ଖରାପ କହିଲେ ଦିମାଗ ନୁହଁ ଏଗୁଡ଼ା ମୋର ଛକ ଧରା ମୁଁ କରୁଛି साला बार मेरे बहन की बहन देता है साला ଯଦି କଣଟା କରିବୁ ତୁ हाँ देखे तेरा क्या उम्र का दिल्ला देखे सा କଣ କରିବି ତୋରା ଆମେ ବେଟା ତୁ କଣ କହୁଛୁ କିଛି ବୁଝେଇ ପାରୁଛୁ ତ ଆରେ ଏମାନେ ସକାଳ ଖଟିବାକୁ ବସିছে ଜାଣିଛୁ ଏକୁ ତାଲା ଦେ ଏର ଅବସ୍ଥା କଣ ମୁଁ ଚିନ୍ତା କରୁଛି ସେଇଟା ମୁଣ୍ଡରେ ଢୋକାଇ ଦିଅ ଅଦୁଲ ଦେଖୁଛ ଆ ମୁଣ୍ଡରେ ବୁଦ୍ଧି ଶୁଣିବା ବୋଲି କିଛି ନାହିଁ ତମେ ମୋ କଥା ଟିକେ ଶୁଣ ନା ମୁଁ ଆଜି କିଛି ଶୁଣିବିନି ଟଙ୍କା ଦେଲନି ମାନେ ଆଜି ତମ ବେଟିକୁ ତଲାକ ଦେବି ତୁ ଏମିତି ବନ୍ଦ କରିଦେଲେ ମୁଁ କହିପାରିବିନି ଆମେ ତୋରା তুমি সে তলাক সত্যিটা মোর ঘরে তোমার টঙ্কা দরকার মো টঙ্কা নেই আসি এ নাও মো টঙ্কা নেই মো ভুল নেই তোমার ঘরে তোফা হে আল্লাহ এই হালতটা বহুত ভালো বেটা আছে রে আরে দেল সে টঙ্কা গুড়াক দেল মু টিকে কাউন্টার আড়ু আছে আরে দে সে টঙ্কা গুড়াক দে ବିପଦ ସମୟରେ ଟଙ୍କା ଆଣି ରକ୍ଷା ନୁହେଁ ଅର୍ଥାତ ଇସଲାମର ସାଥୀ ତୋ ଭଳି ଗୋଟେ ପାଷାଣ ଅନ୍ୟକୁ ଉଦ୍ଧାର କରିକି ବୋଲି ଯା ଫୋନ କରছে ବକସ ତମେ ମାନେ ଏବେ ଜାଣିଲ ମୋ ଭାଇଜାନ ଭଗବାନ ହେଲେ ମୁଁ ମୋ ଜନ୍ମରୁ ଜାଣିଛି
ମୋ ଭାଇଜାନ ଭଗବାନ ସଦା କହ ଭାଇଜାନ ସଦା କହ ଏତେ ଟଙ୍କା କୋଉଠୁ ଆଣିଲୁ ଆରେ ମୁଁ ସତ କଥା କହୁଛି ମୋ ଟଙ୍କା ତାକୁ ଚୋରି ଆଣିନି କି ଅନ୍ୟାୟରେ ଆଣିନି ତାହେଲେ ଏତେ ଟଙ୍କା ତୁ କୋଉଠୁ ଆଣିଲୁ ଶୁଣ তোর যা বুঝিবার অছি মতে বল যা বজারিবার অছি মতে ফোন করিব জানে না ମୋ ଭାଇଜାନ ମିଛ କହୁଛି ସେ ସଦା କଥା ନ କହିବା ଯାଏ ମୁଁ ଏଠି ପଢି ଯିବିନି ସଦା କହ ଭାଇଜାନ ତୁ ଏତେ ଟଙ୍କା କୋଉଠୁ ଆଣିଲୁ ଓହୋ ଏଇଟା ଏଟା ପୁଣି ମୁଣ୍ଡରୁ ଘାଟି ହଁ କାହିଁକି ଘାଣ୍ଟିବନି ଆରେ ଏତେ ଗୁଡ଼ାଏ ଟଙ୍କା ସେ କୋଉଠୁ ଆଣିଲା କାହା ପାଖରୁ ଆଣିଲା କହ ବେଟା ଏତେ ଗୁଡ଼ାଏ ଟଙ୍କା ତୁ କୋଉଠୁ ଆଣିଲୁ ଓହୋ ଭାଇଜାନ କହ ବେଟା ଏତେ ଟଙ୍କା ତତେ ଦେଲା କିଏ ଓହୋ ବିଶ୍ୱାସ କର ମତେ ଏ ଟଙ୍କା ମୁଁ କାହାକୁ ଚୋରି ଆଣିନି କି ଅନ୍ୟାୟରେ ଆଣିନି ତାହେଲେ ମୋ ମୁଣ୍ଡ ଉପରେ ହାତ ରଖି କହ ବେଟା ଏତେ ଗୁଡ଼ାଏ ଟଙ୍କା ତୁ କୋଉଠୁ ଆଣିଲୁ ସେତିକି ଟିକେ ଭରସା ନାହିଁ ତମ ପୁଅ ଉପରେ ବାପା ସେତିକି ଭରସା ନାହିଁ You are under arrest. Return to police babu. Mo beta ଆପଣଙ୍କର କି ଅପରାଧ କରିଛି police babu? ତ ପୁଅ ଗୋଟାଏ ଝିଅକୁ ରେପ୍ କରିଛି ନା नहीं अपन मिठा कहते police babu. अपन मिठा कहते गाय देवता को अपन क्या थी आपको देवता तो कहीं को संभाल दो वो संभाली को बात अपन पुलिस चाकरी कोई समझे नहीं जाप नहीं का तो बांधी ले नहीं कर पाओ मां को अन्य को से टाका चोरी करेंगे तो वो पे तो बहुत विश्वास होती है खाली विश्वास नो पुलिस बाबू मोर बेटा ऊपर অটল বিশ্বাস করছি চন্দ্র ধনুষ দেহরে কলঙ্ক লাগি পারে পুলিশ বাবু ହେଲେ ମୋ ବେଟାର ଉପରେ କଳଙ୍କ ଟିକେ ବି ନାହିଁ ପୁଲିସ ଭରସା ଅଛି ମୋ ବେଟା ଚୋରି କରିନି ପୁଲିସ ବାବୁ ଉପରେ ବାପା ଯଦି ତୁ ସେ ଟଙ୍କା ଚୋରି କରିଛୁ ତାହେଲେ କହିଦେଲୁ ନାହିଁ ମୁଁ ସେ ଟଙ୍କା ଚୋରି କରିନି ସେମିତି କହିବୁ ଆସନ୍ତୁ ସଫଳ କରିବା ଅପରାଧରେ ତମ ବାପ ପ୍ରତିଭାକୁ ହତ୍ୟା କରିଯାଇପାରେ ନା ଦରକାର ପଡ଼ିଲେ ଏସ୍ପିଙ୍କ ଦ୍ୱାରସ୍ଥ ହେବି ଏସ୍ପିଙ୍କ ଦ୍ୱାରସ୍ଥ ହବୁ ଏସ୍ପିଙ୍କ ପାଖକୁ ଯିବୁ ବାଡ଼େ ବାଡ଼େ ଏଇ କାମ ହାତ ଗୋଡ଼ ଦୁଇଟା ଭାଙ୍ଗିଦିଅ ଆବେ ମୋ ଝିଅର ଯିଏ ସର୍ପନାଶ କରି ତାର ଯେ ମୁଁ କି ଅବସ୍ଥା କରିଛି ସେ ସମୟ ଆସେ ନାଇଁ ବାବୁ ନାଇଁ ନାଇଁ ଆପଣ ସେମିତି କହନ୍ତୁ ନାହିଁ ଏ କ୍ଷେତ୍ରରେ ତାକୁ ଟିକେ ସାହାଯ୍ୟ କରିବ ତାର ବଞ୍ଚିବ ମୁସ୍କିଲ ବାବୁ ମୁଁ ଜାଣିଛି ବାବୁ ମୋ ବେଟେ କେବେ ଏମିତି ଫୋନ କରିବନି ବାବୁ ଆପଣ ମୋ ଗୁହାରି ଶୁଣନ୍ତୁ ବାବୁ এটা হচ্ছে তো দান্ড আর বলছিয়া হচ্ছে ମୋର ଆମେ କହିପାରିବୁ କୌଣସି ବାପା ତା ଝିଅର ବଦନାମ କରି ନିଜ ଦାଣ୍ଡ ଶୁଖେଇ ପାରେ କହ ବେ ଏ ଆଲୋ ବେଟା କହିଦେ ସତ କଥାଟା ମତେ କହିଦେ କହିଦେ ବେଟା କହିଦେ ସେଦିନ ମହାଭାରତରେ ଧର୍ମରାଜ ଯୁଧିଷ୍ଠିର ଗୋଟିଏ ସତ କଥା କହିଥିଲେ ନରେବା ଗଞ୍ଜରେ ଅଶ୍ୱତ୍ଥାମା ହତ ସେଇ କଥା ବୋଧେ କାହା ପାଇଁ ମିଛ
তাহলে কোন পরিবর্তন বাবা আবে চুপে লুকাই আবে কহালে কহা কত থাকো আরে আই সব ও आपण काही केले हे हातोरे चिकटके हातोटाके करून देवा ମୁଁ ନିଜେ ଆଜି ଯୋଉ ବେଟାକେ କଲ୍ କରିଛି ତାକୁ କି ପ୍ରକାରର ଶାସ୍ତି ଦଉଛି ଆପଣ ଖାଲି ଛିଡ଼ା ଲାଗି ଦେଖନ୍ତୁ ବାବୁ ଆପଣ ଖାଲି ଛିଡ଼ା রাস্তা করা মনীষ কেবে ভালো মনীষ হয়ে পারতিনি नहीं बाबू नहीं अपन सही तुम रहो वो बेटा निर्दोष होती रहो वो बेटा निर्दोष होती हम देखिए मो सामने अपन केमी दिलो बेटा को नहीं কেবল মুখ বন্ধ হয়ে যাইছি কিছু করে পারুনি বাবা ତୁମକୁ ଗୋଟେ କଥା କହିବି ବାପା ଏ ପର୍ବ ପାଇଁ ତମେ ମତେ ଗାଳି ଦିଅ ମାର ମାର ଛୁଣା କର ଛୁପ ପକାଅ ସବୁ କିଛି କରିବ ବାପା କେବେ ମନରେ ଧାରଣା ଆଣିବନି ରାସ୍ତା କଡ଼ରେ ପଡ଼ିଥିବା ସବୁ ଅନାଥ ଗୁଡ଼ାକ ଭବିଷ୍ୟତରେ ଯାଇ ରାକ୍ଷସ ପାଲଟି ଯିବେ अनु बेटा ସେମିତି ଚିନ୍ତାଧାରା ଆଣିବେ अबे ସବୁ ଅନାଥ ଗୁଡ଼ାକ ଆଖି ଖୋଲୁ ଖୋଲୁ ଆଖି ବନ୍ଦ କରିଦେବେ अबे आसन प्रबंध अबे
일로 세모. ঠিক কইছ সেইটা আমরা কহিলু কিছু দিলু ঠিক কইছ রিয়া। তুমি ঠিক কইছ। সেইটা মো কেলিনো। ଆଉ ମୋ ନାଁ ସହିତ ତା ନାଁକୁ ଦୂରେଇ ଦେଇଥିଲି ରେଟିଆ। ଆଜି ସେଇଟାକୁ ମୁଁ ଫୋପାଡ଼ି ଆମେ ଜାଣିଛ ରେଟିଆ। ଆଉ ତା ସେଇ କାଲା ଜଗନ୍ନାଥକୁ ଓ ନାରୀ କନ୍ତିକୁ ମୁଁ ଫୋପାଡ଼ି ଦେଇଥିଲି। ঠিক কইছ যে জায়গাটা তুমি এই কান্দি না আমি ফেকো तुम अलग भाईजान को बोल मुझे पाप करेছো आवाजे আগে যদি তা জগন্নাথକୁ ফেকে দাও তাহলে তো বিরাট বড় পাপ করিব বাবা বিরাট বড় পাপ नहीं बेटी नहीं। आप मुंह बंद बेटी। आप सही करी थी। टंका चोरी करी थी टाका। যদি একটু থাকো টাকা পাইব ভাইজান সে যে সর্বনাশ করেছি তাহলে কথা পুলিশ কইতান্তা বাবা টাকা কথা উঠাই থান্তা এবে কহ কে উঠাইଛନ୍ତି সে টাকা কথা রিয়া লোক মেজান নির্দোষ বাবা সে ঝিଅର ইজ্ଜত ଯିବା ପଛରେ ଆଉ ସେ ଟଙ୍କା ପଛରେ ନିଶ୍ଚୟ କିଛି ଗୋଟେ କାରଣ ଲୁଚି ରହିଛି ଯୋଉଥିପାଇଁ ମୋ ଭାଇଜାନ ଆଜି ଆଇନ ଆଖିରେ ଅପରାଧୀ ହଁ ବାବା तो ठीक कर बेटी। हे बाबा ଏମାନଙ୍କ କଥାରେ ଭାସି ନ ଯାଇ ମୋ ଭାଇଜାନ କହିଥିବା କଥାକୁ ମନ କରିଲୁ ମୋ ଭାଇଜାନ କହିଗଲା ପ୍ରକୃତରେ ଅମୂଲ୍ୟ ଔଷଧି ନୁହନ୍ତି କେବଳ ଇନ୍ଦ୍ରଙ୍କ ଚାନ୍ଦ ଭିତରେ ଅମୂଲ୍ୟ ଶକ୍ତି ହେଇ ମଧ୍ୟ ସ୍ୱାମୀ ସଂସାରର ଔଷଧି ପାଲଟି ଗଲେ ହେ ବାବା ମୋ ଭାଇଜାନ ଆମକୁ ଶାନ୍ତିରେ ରଖିବା ପାଇଁ ଔଷଧି ସମୁଦ୍ରରେ ଡୁବି ମରିଯିବାକୁ କହେ तुझको उद्धार कर बाबा ओ भाईजान को उद्धार कर तो ठीक कर बेटी। मालूक निर्दोष अच्छी बेटी। मुझे कथा दूसरी बेटी। मालूक को मुनिष्ठ उद्धार करी मो मुनिष्ठ खाना को देवी बेटी। चल बेटी। तू साथ तो जाबा ओ भाईजान को मजे में तो खाना को ए दान होले मो दुनिया रे बड़ा पापी है कि रे आपी है कि ए ना बेटी रुको नहीं वो कभी को जान पाइबनी नहीं हमें अंकल जीवो हां हमें जीवो ए साली माइकिंग ना ମୁଁ କହୁଛି ତୁ ଥାନାକୁ ଯାଇପାରିବୁନି। କହିଲେ ପରା ମୁଁ ଅଳ୍ପ ଯିବି ହଁ ବାବା ମୁଁ ଯିବ ଆମେ नहीं रुकिए। वो कभी हमें ଯାଇପାରିବନି जाई थके भी ମୋ ଭାଇଜାନ ପାଇଁ ଦରକାର ପଡିଲେ ମୁଁ ସବୁ ଯିବି ଛାଡ ଆମେ ଛାଡ କହୁଛି ତମ ବେଟିଙ୍କ କଥା ନ ମାନି କେମିତି ଚାଲିଲା? ओहो वो तो मालूम नहीं से जगन्नाथ को करनी लगने को बदला बदला सुनना है बड़े काका लगा बोली ହେଲେ ତମ ବେଟି ତ ସବୁ ରେକର୍ଡ କରିଦେଲ ନା। କଣଟା ହବ? ଏ ଟଙ୍କା ଗୁଡାକ ସବୁ ରଖିଛି ଆମ ହାତରୁ ସବୁ ଚାଲିଯିବ। नहीं एका कामू के भी हवा को देबी अरे काका ए काका का आलो पटा मोटे ही माने माने इतनी बाकी नहीं आगे जानी छो काहे कि ना से मो रेशमा बेटी को अधिक भालो पा हां आजी चलो ए काका सब हुआ କଣ କର ଟଙ୍କା ତମର। ଏ ଟଙ୍କା କାହାରି ନୁହେଁ। ଏ ଟଙ୍କା ଆମ ସମସ୍ତଙ୍କର। କହିଲା କଣ ଆମର। ଆମେ ସମସ୍ତେ ମିଳିମିଶି ତାକୁ ଖର୍ଚ୍ଚ କରିବା। ଆଲୋକକୁ ଜେଲ ହଉ କିମ୍ବା फांसी
ଜମା ଛାଡ଼ିବି ତମେ। জীবনও মারছো আর সত্যি কথা নয় এইটা মোর কলিকে সততা ভাইব এ ব্যবস্থা মু করছি আরে ও ডক্টর ম্যাডাম কো বলৎকার কলু কাহিকে আরে কোন সত কথা জানা কই চেষ্টা করতে যাও সবু সত কথা তো রচনা ম্যাডাম আপনাকে কই সাজতে সে কই সাজতে সে জনে ধর্ষিতা যদি মোর কিছু বয়ান দবার ଅଛି তাহলে মু এটা ମୋ ସପକ୍ଷ ଦେବି ଯାହାକି ତୁମମାନଙ୍କର କୌଣସି କାମରେ ଆସିବନି। আরে লাগুছি তো বহুত বড় কেন জনা আছে নাই বুঝলা এটা কোর্ট করো আবে এই পুলিশ কেসে সেই তো পুলিশ কোন লিখি তো ও তুমি দেখে কথাবার্তা করছি আমি তো দেখি কাহিଁକି ନା ଆପଣ ହଉଛନ୍ତି ଗୋଟେ ନ୍ୟାୟ ରକ୍ଷାକାରୀ ରକ୍ଷା করতে চলো আরে ଏ କେସ୍ ପାଇଁ ମୋତେ ତମେ ফাঁসি খুঁটাରେ ଝୁଲେଇ ଦେଇଥାଅ ସେଥିରେ ତମର ସୁନାମ ଅର୍ଜନ କରିପାରିବନି ସେୟା ନ କରି ଯଦି ରଚନା ମ୍ୟାଡାମକୁ ବାହା ହେଇଥାନ୍ତେ ସେଇଟା ତୁମ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ହେଇଥାନ୍ତା ଆରେ ସମାଜ ତୁମ ଆଦର୍ଶ ମାନି ଚାଲିଥାନ୍ତେ ସେଇଟା ନ କରି ମୋ ପରି ଗୋଟେ ଭଲ ଶବକୁ ଆଣି ଏଠି ମାରି ମାରୁଛନ୍ତି ଆରେ ମୁଁ ତ ପାପୀ ତମେ କିନ୍ତୁ ମହାପାପୀ আমি যেবে তোমার মালিক ମୁଁ ତମ ଚାକର ଆରେ ଗୁଟେ ମାରିଲେ କେମିତି ଫାଶୀ ତିନିଟା ମାରିଦେବି ସେଇ ଫାଶୀ ନାଇଁ ବାବୁ ନାଇଁ ମୁଁ ଆପଣଙ୍କୁ ଭାରି ବାବୁ ମୋ ବେଟାର କିଛି ଦୋଷ ନାହିଁ ବାବୁ ମୋ ବେଟାକୁ ଆପଣ ଛାଡ଼ି ଦିଅନ୍ତୁ ବାବୁ ଛାଡ଼ି ଦିଅନ୍ତୁ ଆପଣ କହିଲେ ତ କୁହନ୍ତୁ ଏଇଟା ମୁହଁରେ ନିଜ ଦୋଷ ସ୍ୱୀକାର କାରଣ ହେଲେ ଏଇଟା କେମିତି ଫାଶୀ ପାଇବ ନା ଏଇଟା କୋର୍ଟ ସଦର ଠିକ ଅଛି ଶୁଣିଗଲ ତ ବାବୁ କଣ କହିଗଲେ ଏଥର ଏଇଟା ଫାଶୀ ପାଇବ ଫାଶୀ ଛାଡ଼ି ବାବୁ ମୋର ବେଟା ଉପରେ ମୋର ଭରସା ଅଛି ଭରସା ଅଛି ମୋ ବେଟା ଉପରେ ତୋର ଭରସା ଅଛି ହଁ ବାବୁ ଆମର ପୋଲିସ ମିଛ କହୁଛି ଆଦିତ୍ୟ ବାବୁ ମିଛ କହୁଛନ୍ତି ତାଙ୍କ ଝିଅ ରଚନା ମ୍ୟାଡାମ ମିଛ କହୁଛନ୍ତି ହଁ ସମସ୍ତେ ମିଛ କହୁଛନ୍ତି ପୋଲିସ ଆଉ ତ ପୁଅ ମୋର ଶୁଣି ସାରିଲା ପରେ ତୁ ତ କଥାକୁ ବିଶ୍ୱାସ କରିବୁ ବେଟା ଆରେ ସତ କଥାଟା କହିଦେ ପୋଲିସ ବାବୁ ଆସମାନ ସ୍ୱରଟା ଯେତେବେଳେ ଖରାପ ଲାଗେ କିଛି ସମୟ ପାଇଁ ସ୍ୱରଟା ଲୁଚିଯାଏ ପୋଲିସ ବାବୁ ଠିକ ସେମିତି ମୁଁ ଆଜି ଆପଣଙ୍କ ପାଖରେ ଗୁହାରି କରୁଛି ପୋଲିସ ବାବୁ ମୋ ବେଟା ନିର୍ଦ୍ଦୋଷ ଅଛି ପୋଲିସ ବାବୁ ତାକୁ ନିର୍ଦ୍ଦୋଷରେ ଖଲାସ କରି ଦିଅନ୍ତୁ ତାକୁ ମାରନ୍ତୁନି ପୋଲିସ ବାବୁ ମାରନ୍ତୁ ଆଚ୍ଛା ତୋ ପୁଅ ଉପରେ ତାହେଲେ ତୋର ଏତେ ବିଶ୍ୱାସ ଅଛି ଏତେ ବିଶ୍ୱାସ ଅଛି ତୋ ପୁଅ ଉପରେ ବାପା ଏତେ ବିଶ୍ୱାସ ତମ ପୁଅ ଉପରେ ବାପା ଏତେ ବିଶ୍ୱାସ ଏତେ ସବୁ ପରିଶ୍ରମ କରିବି ଏତେ ବିଶ୍ୱାସ କରୁଛୁ ବାପା ଆରେ ବେଟା ସେଦିନ ତୁଇ ମତେ କହିଥିଲୁ ନା ବାପା ସ୍ୱୟଂ କୃଷ୍ଣ ଦିନେ ଚୋରି କରିଥିଲେ କାହା ଘରେ ପଶି ଲବଣୀ ଚୋରି କରିଥିଲେ ତ କାହା ଘରେ ପଶି ଝିଅ ବୋହୁଙ୍କ ଉପରେ ଅତ୍ୟାଚାର କରିଥିଲେ ହେଲେ ଖାଲି ସ୍ୱୟଂ କୃଷ୍ଣ ଭଗବାନ ଦିନେ ଭଗବାନ ହିଁ ସମସ୍ତଙ୍କୁ ଆଶୀର୍ବାଦ ଠିକ ସେମିତି ବେଟା ସେମିତି ଏ ସମସ୍ତଙ୍କ ପାଇଁ ତୁ ନିଶ୍ଚୟ ଦିନେ
ଭଗବାନ ବାଲ ଟିକିବ କାହିଁକି ମାତ୍ର ଏତେ ବଡ଼ ଉଚ୍ଚ ସ୍ଥାନକୁ ନେଇଯାଉଛନ୍ତି? अबे उठला तो पोपड़ी भगवान सदे गलो ए मु एमिति काम करी जे तो निज मुहरे मानिबो जे गुडाए राक्षस इउन नॉनसेंस ओते मुहादी खाइबि वो मारो देखी तो दी सही पालू दा 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 शीघ्र पड़ेगा मैं तो पड़े जाऊंगा। पड़े जाऊंगा। जानी छी बैठू चाली गला परे ये पुलिस बाबू हमें पीछे सही पाइबे नहीं आलू बेटा सही पाइबे नहीं अबे वो एक ही जेल पर तो दरोई तो वो से पर्यंत मार खाई और मु एमिति काम करबी जे ता नाटा सहित तो नाकु धरी तू जो महान हर अभिनय करतु सेटा सबुदिन पाई से
Sono molti Rotana. I miss you Rotana. Really, I love you Rotana. Love you. ଭାଇ ଏତେ କହିସାରିବା ପରେ ସେ ଝିଅର ବହୁତ Hey, Dimali. Aso to na dhuridawa. Bhari socho. Hele, kapidawa. Bahut kosto. ଚେଷ୍ଟା କଲେ ସବୁ ସମ୍ଭବ ମୁଁ ତ ପୁଣି ଆଗକୁ ଗୋଟାଏ ମୁହୂର୍ତ୍ତରେ ଭୁଲିଗଲି ଭୁଲିଗଲୁ ନିଶ୍ଚିତ ଭୁଲିଗଲୁ ହେଲେ ସେ ଆଲୋକ ଆଉ ମୋ ରଚନାରେ ଆକାଶ ପାତାଳ ଫରକ ସେ ଆଲୋକଟା ଗୋଟେ ଚରିତ୍ରହୀନ ସେଟାକୁ ଫାଶୀ ନହେଲେ ଆଜୀବନ ଜେଲ ହେଇଯିବ ମୋ ରଚନା ସାକ୍ଷାତ ଦେବୀ ପରମ ଲକ୍ଷ୍ମୀ ସେ ତୁ କହିଲୁ ଲକ୍ଷ୍ମୀ ବିନା କଣ ମୁଁ ବଞ୍ଚି ପାରିବି କିନ୍ତୁ ଭାଇ ତୁମ ଭଲ ପାଇବା କଥାଟା ଯଦି ଆଦିତ୍ୟ ନେଇଯାଉଛି ତାହେଲେ ତ ବଞ୍ଚିବା ପୁରା ମୁସ୍କିଲ ହେଇଯିବ ଆଉ ଆଦିତ୍ୟ ରାଇଜରେ କେତେ କ୍ୟୁରିୟସ୍ ସେଇଟାକୁ ଆଲୋକ କେସ୍ ଏ ଭାଇ ତୋ ମନକୁ ବୁଝେଇ ସେ ରାସ୍ତାରେ ତୁ ଓହରିଆ ଅସମ୍ଭବ ରାୟ କଥା ଜଣେ ବୋଲି ଗ୍ରହଣ କରିବେ ଏଇଟା ବି ଅସମ୍ଭବ ଅଛି ବାପା ରଚନା ମୋ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ଦେଖିବ ବାପା ସେ ଆଦିତ୍ୟ ରାୟ ଆଉ ତା ଝିଅ ସହିତ ମୋ ବାହାଘରଟା ଖାଲି ଫାଇନାଲ କରିଦେଉ ଆମେମାନେ ଟଙ୍କାର ପାହାଡ଼ ଉପରେ ବସିବା ଆଉ ଏ କାମ କରୁଛି କିଏ ମୋ ରଚନା ସେ ରଚନାଟା ଆମ ପାଇଁ ଗୋଟେ ସୁଗା ଅଣ୍ଡା ଦିଆ କୁକୁଡ଼ା ଅଛି ସ୍ୱପ୍ନ ଦେଖିବା ମଙ୍ଗଳକର କିନ୍ତୁ ଦୁଃସ୍ୱପ୍ନ ଅମଙ୍ଗଳର କାରଣ ବାପା ବାପା ଠିକ କହିଛନ୍ତି ଭାଇ ଆଦିତ୍ୟ ରାୟଙ୍କୁ ମୁଁ ଯେତିକି ଷ୍ଟଡି କରିଛି ତାଙ୍କ ଝିଅକୁ ସାରା ଜୀବନ ଧରି ରଖିବ ଯେ ହେଲେ ସେ ତୋତେ କେବେ ବି ବାହା ଦେବେନି ଏ ରୂପାଲି ସେ ଆଦିତ୍ୟ ରାୟ କଥା ତମର କିଛି ବୁଝିବା ଦରକାର ନାହିଁ ହେଲା ତୁ ଜାଣିପାରୁନୁ କେମିତି ଭାଗ୍ୟଟା ମୋ ସାଥ ଦଉଛି ଭାଗ୍ୟ ସାଥ ଦଉଛି ମାନେ ତା ବାହାଘରଟା ଯଦି ମୋ ସାଥିରେ ହେଇଗଲା ତାହେଲେ ମୁଁ ମାଲାମାଲ ହେଇଯିବି ମାଲାମାଲ ଅଛି ଅଛି ତୁ ତେବେ ରଚନାକୁ ଭଲ ପାଉନୁ ଭଲ ପାଉଛୁ ତା ବାପର ଅଚଳ ଅଚଳ ସମ୍ପତ୍ତି ବାପା ବଡಲು ଖବର ସୁଯୋଗଟା ଯେତେବେଳେ ମୋ ଘରର କବାଟକୁ ଠକ୍ ଠକ୍ କରୁଛି ମୁଁ ସେତେବେଳେ ସେ ଟଙ୍କାଟାକୁ ନ ଧରି ଆମେ କରନ୍ତି ଏଇଥିରେ ରହିବା ବାପା ବର୍ତ୍ତମାନ ସେ ବଡ଼ ଘରର ବିକ୍ରି ହୋଇ ଲड़की ଫୋନ କରିଥିଲା ସେ କେତେବେଳେ କୋଉ ମୁହୂର୍ତ୍ତରେ ଏ ଘରକୁ ଆସିପାରେ ପ୍ଲିଜ ଏ ରୂପାଲି ଆପଣ ସେ ଆସିଲେ ବିଲକୁଲ କିଛି ଇଏ କରିବେ ମାନେ ଭଲ ମୁଁ ପାରିବିନି ଅଛି ମୁଁ କେବେ ପାରିବିନି ବାପା ମୁଁ ଆପଣଙ୍କୁ କଣ କହୁଛି ତା ପାଦ ଧୋଇ ଦେବାକୁ ବାପା ଖାଲି ସେ ଆସିଲେ ଘରକୁ ଖାଲି ବାପର ଧନ ଲଗେଇକି ତାକୁ ଟିକେ ଠାକୁର ଦେଲେ ଏ ଘରଟା ଟିକେ ସ୍ୱର୍ଗ ମନେ କରିବ ବାସ୍ ମୁଁ ପାରିବିନି ଅଛି ଆଉ ବାପା ଆପଣଙ୍କ ନାଁଟା କେମିତି ହଁ କରାଯିବ ସେଟା ମତେ ବେଶ ଭଲ ଲାଗୁଛି ତୁ କଣ କରିବାକୁ ଚାହୁଁଛୁ ଅଛି ମୁଁ କହିବାକୁ ଚାହୁଁଛି ତମେ ମାନେ ମୋ ପ୍ଲାନ୍ ପ୍ରୋଗ୍ରାମକୁ ଫେଲ୍ କରିଦେଲେ ମୁଁ ହାତ ବାନ୍ଧି ବସିବି ଅନେଇଲ ହାତ ଗୋଡ଼ ପିଟିକି ଭାଙ୍ଗି ଦେବି ବାଃ ଶିବା ଏଇଟା ତ ତମ ଅସଲ କଥା ତମେ ମତେ ଭଲ ପାଉନଥିଲ ଭଲ ପାଉଥିଲ ମୋ ଡାଡିଙ୍କର ଅଚଳ ସମ୍ପତ୍ତି ମୁଁ ତ ତମକୁ ମନ ସରବରେ ପବିତ୍ର ହଂସ ବୋଲି ଭାବି ହେଲେ ତମେ ପବିତ୍ର ହଂସ ନୁହେଁ ତମେ ହଉଛ ଘୃଣ୍ୟ ଶାଗୁଣା ତଳେ ପଡିଥିବା 50 ସବୁ ଉପରେ ସବୁବେଳେ ଲକ୍ଷ୍ୟ ଥାଏ ରଚନା ମାନେ ମୁଁ ନୀଳମଣ ସୁଗଣ ବେଶୀ ଦିନ ଗୃହ ରୂପ ଧରି ରହିପାରିନାହାନ୍ତି ତମେ ଅତି ଘର ପଡ଼ିଯାଇଛ ଆଉ ସବୁ ଜାଣି ସାରିବା ପରେ ତମ ଉପରେ ଯେତିକି ଘୃଣା ଲାଗୁନି ବେଶୀ ଘୃଣା ମୋ ନିଜ ଉପରେ ଆସୁଛି
ଆପଣ ଦେଖ ବାପାଙ୍କୁ ମୁଁ କଣ ଟିକେ ଭୁଲ କହିଦେଲି ପ୍ଲିଜ କଣ ଟିକେ କହିଦେଲି ମୋ କଥା ଶୁଣ ମୁଁ ତ ଭଲ କଥା ଟାଇମ୍ ହେଲା ଭଲ ଭଲ ମୋ ପ୍ରାଣ ପଇସା ଫେର କରିଦେବି ମୁଁ ପସ୍ତେଇବି ତମେ ହେପିରେ ରହିବ ଠିକ କଥା କହୁଛି ତୁ ତାକୁ ଧନ୍ୟବାଦ ଦେବା କଥା ତୁ ଏମିତି କଣ କହୁଛୁ ଧନ୍ୟବାଦ ଆଇ ମିନ୍ ଥ୍ୟାଙ୍କ୍ସ ଓଏ ଓଏ ହେଲେ ବାପା ଏବେ ଏବେ ଏଇନେ ମୋ ପ୍ରେମିକା କୋଟିପତି ଆଦିତ୍ୟ ରାୟର ଝିଅ କାନ୍ଦି ଆଖିରେ ଧରେ ଗଦ ଧରି ଧନ୍ୟବାଦଟା ଜଣାଇଲା ମାନେ ମୋ ବାପାଙ୍କୁ ଅଭିଳାଷ ମାଇ ଫାଦର ହେଲେ ମୁଁ ବି ତମକୁ ଧନ୍ୟବାଦ ଜଣାଇବି କିନ୍ତୁ ବାପା ମୋ ଧନ୍ୟବାଦ ଦେବା ଶାଢ଼ୀଟା ସମ୍ପୂର୍ଣ୍ଣ ଭିନ୍ନ ଯାହା ବୁଝୁଛୁ ଠିକ ବୁଝୁଛୁ
ମୁଁ ମନ ଦୁଃଖ ଏଇଥିପାଇଁ କରୁଛି ଯେ ମୋ ପୁଅଟାକୁ ଭଲ ମଣିଷ କରିପାରିଲିନି। ବରଂ ତୋ ଭାଇ ମତେ ମାରି ସେଥିପାଇଁ ମୁଁ ଦୁଃଖ କରୁନି। ବରଂ ସେ ଗୋଟେ ମହାନଗର ବିପଦରୁ ରକ୍ଷା ପାଇଗଲା। ଆପଣ ଓକିଲ ଅବିନାଶ ଦାସ ନା? ଯେ ବିନା ଫିରେ ଗରିବ ମାନଙ୍କର କେସ୍ ଲଢୁଛି। ହଁ ବାବୁ, ମୁଁ ଆପଣଙ୍କ ବଡ଼ କରୁଛି ବାବୁ। ଆପଣ ମତେ ଦୟା କରନ୍ତୁ ବାବୁ, ଆପଣ ମତେ ଦୟା କରନ୍ତୁ। ନାଇଁ, ଆପଣ ଫୋନ କରିବା ପର୍ଯ୍ୟନ୍ତ ମୁଁ କେବେ ଛାଡ଼ିବିନି। ଆପଣ କିଏ? କି କେସ୍ ତମର? ଆପଣ ଜାଣିଥିବେ ବାବୁ, ଏ ଅଞ୍ଚଳ ବିଶିଷ୍ଟ ଶିଳ୍ପପତି ଆଦିତ୍ୟ ରାୟଙ୍କ ଝିଅ ରଚନା ରାୟଙ୍କ କେସ୍ ବିଷୟରେ। ନିଶ୍ଚୟ ଜାଣିଥିବେ। ଆଚ୍ଛା, ତାହେଲେ ଆପଣ ଆଲୋକରେ ବାପା ନା? ହଁ ବାବୁ, ରାସ୍ତା କୂଳରୁ ଗୋଟିଏ ଆଣି ଆଲୋକ ବେଟାଟାକୁ ମଣିଷ କରିଥିଲି। ମଣିଷ କରିଥିଲି। ସେଟା ମଣିଷ ନୁହଁ, ବରଂ କୁହ ସେଇଟା ହଉଛି ଗୋଟାଏ ଅମଣିଷ। ବେଟି, ତାମାନେ ଆପଣ ଆପଣଙ୍କର ବେଟି? ହଁ, କଣ ହେଇଗଲା ସେ? ନାଇଁ, ମୁଁ କଣ କହୁଥିଲି କି ତମେ ଦିନେ ମୋ ଆଲୋକକୁ ଭଲ ପାଉଥିଲ ନା? ହଁ, ଜାଣିନଥିଲି ବୋଲି ମରିଚିକା ପଛରେ ପଡ଼ିଥିଲି। ହେଲେ ଏବେ କିନ୍ତୁ ଏଇଟାକୁ ଭଲ ପାଇବା କଥା ନୁହଁ, ଘୃଣା କରିବା କଥା। କାହିଁକିନା ସେଇଟା ହଉଛି ଗୋଟାଏ ଚରିତ୍ରହୀନ। ସେମିତି କୁହନ୍ତୁନି, ମୋ ଆଲୋକ ବେଟାର କିଛି ଦୋଷ ନାହିଁ। ତାକୁ ଦୟା କରନ୍ତୁ, ଦୟା କରନ୍ତୁ ତାକୁ। ଗୋଟେ ଚରିତ୍ରହୀନ ତମେ ଆଉ ତମର ସେ ପାଳିତ ପୁଅ ଆଦିତ୍ୟ ରାୟ ମା ପଛରେ ପଡ଼ିବା ପାଇଁ ଯୋଗ୍ୟ ନା? ତାଙ୍କ ଝିଅର କଣ୍ଡିସନ ନ ପାଇ ତମ ଉପରେ କଣ୍ଡିସନ ନେଉଛନ୍ତି। ନା, ଚୁପଚାପ ଏଠୁ ଚାଲିଯାଅ। ମୁଁ କହୁଛି ମାନେ ମୋ ବାପା କେବେ ବି ଏଇ କେସ୍ ଲଢ଼ିବେନି। ଚୁପଚାପ ଏ ଘରୁ ବାହାରି ଯାଅ। ବେଟି, ଆପଣ ସେମିତି କରି ମୋ ଭାଇଙ୍କର ଜୀବନଟାକୁ ଅନ୍ଧକାର ଭିତରୁ ଠେଲି ଦିଅ। ଠେଲି ଦିଅନି ତମେ। ବେଟି, ତମେ ଦିନେ ମୋ ଘରକୁ ବହୁ ହେଇ ଯାଇଥାନ୍ତ ବେଟି। ଶ୍ୱଶୁର ବୋଲି କହି ମୋର ପାଦ ଧୁଳି ନେଇଥାନ୍ତ ବେଟି। ହେଲେ ସେସବୁ କଥାକୁ ଭୁଲି ଯାଇ ମୁଁ ଆଜି ତମ ପାଦ ତଳେ ପଡୁଛି ବେଟି। ତମେ ମୋ ଆଲୋକ ବେଟାକୁ କ୍ଷମା କରିଦିଅ। चुपचाप एक और बाहर जाओ। नहीं। अबे बाहर जा बोलती। नहीं, देखो देख तो वो भाई जानो। ये जानो बड़ा चले पड़ गए। तू साथ में पाई जीवो। ତୁ କହ ବେଟି, କଣ କଲେ ମତେ ସାହାଯ୍ୟ ମିଳିବ? କହ ବେଟି, କହ। ମାଲକ ଭାଇଜାନ ପାଇଁ ସାହାଯ୍ୟ ପାଇବାକୁ ହେଲେ ତତେ ମୁସଲମାନରୁ ହିନ୍ଦୁ ହବାକୁ ପଡ଼ିବ। ହିନ୍ଦୁର ବିଶ୍ୱାସ କରି ଏମାନଙ୍କୁ ଗୁହାରି କରିବାକୁ ପଡ଼ିବ। ଓ ବାବା, ତୁ ପାରିବୁ ତୁ? ପାରିବି ବେଟି। ବାବା, ମାଲୁକ ପାଇଁ କେବଳ ଧରମ କାହିଁକି ମୋ ଜାନକୁ ମୁଁ ବାଜି ଲଗେଇଦେବି ବେଟି। ମୋ ଜାନକୁ ମୁଁ ଗାଦି ଲଗେଇଦେବି। କହ ବେଟି, ମାଲୁକ ବେଟା ପାଇଁ ମତେ କଣ କରିବାକୁ ପଡ଼ିବ? କହ। ନାଇଁ ବାବା, ତତେ ସେମିତି କିଛି ବି କରିବାକୁ ପଡ଼ିବନି। କେବଳ ହିନ୍ଦୁର ରୀତିନୀତି ଅନୁସାରେ ତତେ ଏମାନଙ୍କୁ ଗୁହାରି କରିବାକୁ ପଡ଼ିବ। ଏ ବେଟି, କଣ କହିଲୁ? ହଁ। ଗୁହାରି କରିବାକୁ ପଡ଼ିବ। ହଁ, ବେଟି, ମୁସଲମାନ ହିନ୍ଦୁ ହେଲେ ଗୋମାଂସ ଖାଇବ। ହେଲେ ହିନ୍ଦୁ ମୁସଲମାନକୁ ଯଦି ତା ଘରେ ନେଇ ରଖାଯାଏ ହିନ୍ଦୁ ଘରେ, ସେ କି ମାଂସ ଖାଇବ ବେଟି? ଆଉ ମୁଁ କି ମାଂସ ଖାଇବି? କହ ବେଟି।
कौन कहबी मते कह सुन मो आलोक भाईजान ता जगन्नाथ को पूजा कला बेले मु चैता पाखरे बसी ताको सहाय्य करे और सेती समय से ता धर्म विषय मते कथरा गप पाइछि सुनि बाबा सेदिन गोटे गप कहथिला ता धर्म में सावित्री बोले जने सती नारी थिले से ताको स्वामी को अधिक भल पाउथिले आबा असा खुशीरे ताको संसार का कटि जाउथिला हेले दिने विपद मारी आसिला आबा साप कामुडारे सत्यवानकर जीवनटा चली गला बेटी औ सत्यवानकर जीवन जमराजा नहीं गला बेले सावित्री माता ताको पछे पछे सात पाद अनुसरण करी चली जाइथिले बोली जमराजा शत्रुर मित्र पलटी सत्यवानकर जीवनटा फेरई देथिले आबा बेटी हो आबा किनु माने विश्वास करंती सावित्री सात पाद अनुसरण करले शत्रु भी मित्र पलटी जाए ए बेटी मु आलोक बेटा पई सातो बात काटिके मु 7 माइल चली बेटी 7 माइल चली मो सेती कोले हमको फल मिली बनी आबा को कोले मिलिबो हमें बापू बेटी दीकरा एमाने को पालतरा पड़ी जीवा এই অগনারে আমি বাপু বেটি দিজনে গড়ি দিবা তু দেখি বাবা এমানে আমাকে নিশ্চয় সাহায্য করিবে বাবা চল বাবা চল ठीक अछि मु तुमको कथा दउछि तुम केस मु लड़ीबी बाबू अपन मु बेटा भाई केस कोली बाबू से लड़ीबी बेटी ए बेटी मु आलोक बेटा भाई जो बाबू केस लड़ीबे ताकू तो फी दवा पाई हम पक्के किछि नाही बेटी मु आलोक बेटा रे जो अमानत करथिला बेटा बाबू को फीस हिसाब रहता है बेटी फीस हिसाब रहता है
तुमने यदि आम उपरे भरोसा न मो उपरे भरोसा न रखिबो तुमरे हिंदू धर्म उपरे भरोसा टूटी जीवो। ओ बाबू बाबू एटा होची मो आलोक बेटार छातीर कलिचा बाबू। आज मो आपण को जेसी हिसाब रे दउछि एंतो बाबू नहीं अपन साथ की रखंतु ता अमरनाथ अपन पाखर साथ की रखंतु। हे अल्लाह तुम मुझे रहम कर, तुम मुझे रहम कर। हे बाबू मुझे बाबे गुटाई कथा कहि जाउछि मो आलोक बेटा कोई केस लड़ीबे तो निश्चय मते हिंदू मान को ऊपर भरोसा को टूटी जीवो। ठीक अछि चल बेटी चल। ସେମାନେ को କଥା ଦେଲି ତ ଆଉ ପଚାରୁଛୁ କଣ? ଆଜି ତ ଏଇ ବାଲକ ବିରୁଦ୍ଧରେ କେସ୍ ଲଢ଼ିବାକୁ କଥା ହେଇ ସାରି ତାମାନେ ତୁ ତ ମୋ ବିରୁଦ୍ଧରେ କେସ୍ ଲଢ଼ିବାକୁ ଡରୁଛୁ? ଆପଣ କଣ କହୁଛନ୍ତି? ଆପଣ ଏଇ କେସରେ ଜିତିବେ? ସେଇଟା ତ ସମୟ କହିବ। ଠିକ ଅଛି ବାପା ଆପଣଙ୍କୁ ଚ୍ୟାଲେଞ୍ଜ ଦଉଛି ଏ କେସ୍ ମୁଁ ନିଶ୍ଚୟ ଜିତିବି। Excuse me, Mr. Anand. Excuse me. ମୁଁ ଟିକେ ଆଲୋକ ସହିତ ନିରୋଳରେ କଥା ହେଇପାରିବି? ମୁଁ ରୂପାଲି ଆଦିତ୍ୟଙ୍କ ଆଡଭୋକେଟ ରୂପାଲି ଦାସ। ଆଇ ତ ଅମୂଲ୍ୟ ପୁରୁଷ ସହିତ ଆପଣ ଦେଖା କରିବାକୁ ଚାହୁଁଛନ୍ତି ଆଚ୍ଛା ଆପଣ ତାଙ୍କ ବିରୁଦ୍ଧରେ କେସ୍ କରିବେ ଆଉ ଦେଖା କରି ଲାଭ କଣ ପାଇବେ? ଦେଖନ୍ତୁ ଲାଭ କ୍ଷତି ହିସାବ ଆପଣଙ୍କ ଅପେକ୍ଷା ମୁଁ ବେଶୀ ଭଲ ଠିକ ଅଛି ଆପଣ ଏଠି ଅପେକ୍ଷା କରନ୍ତୁ ମୁଁ ତାକୁ ଭିତରକୁ ଆଣି ଦେଉଛି। ଓକେ फांसी खून कर झुले दबो एया ना ଏଇଟା ତ ଆମ ଆଇନର ବ୍ୟବସ୍ଥା। କାଇଁ फांसी ପାଇବାକୁ ଡର ଲାଗୁଛି ନା? ଏବେ ନିରୋଳରେ କହୁଛ ନିଜ କୁକୁରଙ୍କ ପାଇଁ ଅନୁତପ୍ତ। रूपाली तुम्हें मोर सेई रूपाली तो प्रेम जहाँ तू दिले मो मोर प्राण दे भल पाउतली जीवन तू अधिक भल पाउतली तुम्हें मो सेई रूपाली तो ମୁଁ ସେଇ ରୂପାଲି। ତମେ ମାନେ ସବୁ ସ୍ୱପ୍ନକୁ ଭାଙ୍ଗି ରୁଜି ଦୁର୍ମାର୍ଗ
ଆସି ପଚାରି ପାରିବନି ଏ ଆଲୋକ ଏ ଘଟଣାଟା ସତ କି ମିଛ ଅନ୍ଧବିଶ୍ୱାସର ଚଷମା ପିନ୍ଧି ତମେ ମୋ ସହିତ କେବଳ ସତ୍ୟାଗ୍ରହ କରିଛ ସ୍ୱପ୍ନଟା ମୁଁ ଭାଙ୍ଗିନି ରୂପାଲି ବରଂ ତମେ ଭାଙ୍ଗିଛ ହଁ ପ୍ରତାରଣା ପାଇବା ବି ମୋର ସ୍ୱାଭାବିକ କାହିଁକିନା ଯଦି ବିରାଟ ମିଛରେ ପ୍ରତାରଣାରେ ଯେଠି ମୋର ଜନ୍ମ ସୃଷ୍ଟି ସେଠି ମୋର ପ୍ରତାରଣା ପାଇବା ଉଚିତ ଭାବିଥିଲି ତୁମେ ମୋ ଘରକୁ ଆସିଲେ ମୋ ଭାଗ୍ୟ ବଦଳିଯିବ ଏ ଦେଖୁଛି ମୋ ବଦଳି ଯାଉଥିବ ଭାଗ୍ୟ ଆଉ ତମେ କଣ ଭାବୁଛ ଜାଣି ଶୁଣି ଗୋଟେ 21 ଟିକେ ଜୀବନ ସାଥୀ କରି ଏ ସମାଜରେ ମୁଁ ଘୋଡ଼ାର ପାତ୍ରେ ହିଁ ନାହିଁ ରଚନା ମ୍ୟାଡାମ ପରି ମୁଁ ଗୋଟେ ଝିଅ ଏ ସମାଜରେ ନାରୀ ପରିବାରରେ ଖେଳ ଖେଳୁଥିବା ଅମଣିଷକୁ ମୁଁ ଯଦି କ୍ଷମା କରିବି ତାହେଲେ ବିରାମ ପାଇବି ନାରୀ ସମାଜରେ ବରଂ ଭଲ ହେଇଛି ଆମ ସମ୍ପର୍କ କିଛି ବାଟ ଆଗେଇ ଯିବା ପୂର୍ବରୁ ତମେ ମୋ ଆଗରେ ଧରା ପଡ଼ିଯାଇଛ ଯଦି ବାହାଘର ପରେ ଏଇ କଥାଟା ଜଣା ପଡ଼ିଥାନ୍ତା ସେତେବେଳେ କଣ କରିଥାନ୍ତ ତମକୁ ବାହା ହେବା ପୂର୍ବରୁ ମୁଁ ବିଧବା ହେଇଯାଇଥିଲି ହାତର ସଂଖ୍ୟା ମତେ ଦେଇଥାନ୍ତି ମମତାର ସିନ୍ଦୁର ଆଉ ଗୋଟେ ପାଖରେ ଛିଡ଼ାଇ ଚିତ୍କାର କରି କହିଥାନ୍ତି ଲଜ୍ଜା ହେ ଯେତେ ଶୀଘ୍ର ମାରୁଛନ୍ତି ଅମଣିଷଟାକୁ ଫାଶୀ ଖୁଣ୍ଟରେ ଝୁଲେଇ ଦିଅନ୍ତୁ ମୋ ନାଁ ଧରି ଡାକିବାର ତୋର କୌଣସି ତମ ପରି ବଡ଼ ବଡ଼ କଥା କହୁଥିବା ମଣିଷ ଭିତର ମନଟାରେ ଏତେ କୁସ୍ତିତ ଏଇଟା କେବେ ମୁଁ ଚିନ୍ତା କରିନଥିଲି ଆରେ ଧାରଣା ଥିଲା ରାସ୍ତା କଡ଼ରେ ପଡ଼ିଥିବା ମଣିଷମାନେ ଉପଯୁକ୍ତ ପରିବେଶ ପାଇଲେ ସେମାନେ ଦେବତା ପାଲଟିଯାଏ ହେଲେ ତମେ ଗୋଟେ ରାକ୍ଷସ ପାଲଟିଗଲ ଏ ସମାଜରେ ଲୋକମାନେ ଭାବରେ ଘୃଣାର ପାହାଡ଼ ପାଲଟିଗଲ କୋଉ ସମାଜର ଲୋକ କଥା କହୁଛ ରୂପାଲି ଏଇ ସମାଜରେ ଲୋକମାନଙ୍କ କଥା କହୁଛି ଆରେ ଏଇ ସମାଜର ଲୋକମାନଙ୍କ କଥା କହୁଛ ଆରେ ଏଇ ସମାଜର ଲୋକମାନେ କେତେବେଳେ କହୁଛି ଆରେ ଦେଖ ଏଠି ପଟା ପେରେ ଲୁହା ନିଜେ କରି ଅନ୍ୟମାନଙ୍କୁ ଆଲୋକିତ କରୁଛି ଏ ରୂପାଲି ମୋତେ ଟିକେ କହିପାରିବ ସତରେ କଣ ଦୀପଟା ଜଳେ ଜାଣୁନି ବରଂ ସଳିତାଟା ଜଳି ହେଇଯାଏ ହେଲେ ନା ନେଇଯାଏ ଦୀପ ବାବା ନେଇଯାଏ ଦୀପ ତମେ କଣ କରୁଛ ବାହାରଟା ଦେଖି ମୁଁ ଭିତରକୁ ଚିରିବା ପାଇଁ କହୁନି ରୂପାଲି ମୋତେ କର୍ମ ପାଇଁ ତୁମେ ମୋତେ ପ୍ରଚାର କର ଘୃଣା କର ଛିଟ ପକାଅ କିଛି କାଜ ନାହିଁ ହେଲେ ଠିକରେ ବି ଏମିତି କିଛି ଭୁଲ କାମ କରନି ଯୋଉ କାମରେ ବି ତମ ବାପାଙ୍କ ଆଗରେ ତୁମେ ଛୋଟ ହେଇଯିବ ଆରେ ମୁଁ ମୋ ଭୁଲ ପାଇଁ ଜଗନ୍ନାଥଙ୍କ ଆଗରେ କ୍ଷମା ମାଗିନେବି ହେଲେ ଯେତେବେଳେ ତମେ ସବୁ ସତ କଥା ଜାଣି ସାରିଲା ପରେ ଯେତେବେଳେ ମୋ ପାଖକୁ ଭୁଲ ପାଇଁ ଆସିବ ସେତେବେଳେ ମୁଁ ଏ ଦୁନିଆରେ ନଥିବି ରୂପାଲି ଦୁନିଆରେ ନଥିବି ତୁ ଠିକ କହିଛୁ ତୁ ଆଉ ବେଶୀ ଦିନ ଏ ଦୁନିଆରେ ରହିବୁ ବ୍ୟବସ୍ଥା ମୁଁ କରିପାରିଛି ହଉ ମ୍ୟାଡାମ ତମର କିଛି କହିବା ଦରକାର ନାହିଁ ମୁଁ ସବୁ ଶୁଣି ସାରିଛି ଏ ଅମଣିଷକୁ ତମ ସହିତ ଦିନେ ସମ୍ପର୍କ ଥିଲା ତମେ ଦି ଜଣ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲ ଏଇଆ ନା ଆଉ ସେଇଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦଉଛି କାରଣ ଆପଣଙ୍କ ଜାଗାରେ ଅନ୍ୟ କୋଉ ଝିଅ ହେଇଥିଲେ ପ୍ରେମରେ ଅନ୍ଧ ହୋଇ ପ୍ରେମିକ ସପକ୍ଷରେ ଯୁକ୍ତି କରିଥାନ୍ତା ଭଲ ଲାଗିଲା ମ୍ୟାଡାମ ଆପଣଙ୍କର ଏ ସ୍ୱଭାବଟା ମତେ ବହୁତ ଭଲ ଲାଗିଲା ଏ ଦୁନିଆର ସବୁ ନାରୀ ମାନେ ଯଦି ଆପଣଙ୍କ ଭଳି ହେଇଯିବ ତାହେଲେ ସମାଜଟା ବଦଳିଯିବ ହଁ ଆଚ୍ଛା ମ୍ୟାଡାମ ଇଫ୍ ୟୁ ଡୋଣ୍ଟ ମାଇଣ୍ଡ ତାହେଲେ ଗୋଟେ ପ୍ରସ୍ତାବ ମୁଁ ଆପଣଙ୍କୁ ଦେଇଥାନ୍ତି ମ୍ୟାଡାମ ଆପଣଙ୍କର ଏଇ ନିର୍ଭୀକ ଗୁଣ ପାଇଁ ମୁଁ ଆପଣଙ୍କ ଉପରେ ବହୁତ ଇମ୍ପ୍ରେସ ସେଇଥିପାଇଁ ମୁଁ ଚାହୁଁଥିଲି ଆପଣଙ୍କୁ ମୁଁ ମୋ ଜୀବନ ସାଥୀ କରିବା ପାଇଁ ବିବାହ କରିବା ପାଇଁ
ଏ ବିଷୟରେ ମୁଁ ଚିନ୍ତା କରିଛି। ଆସୁଛି। ସାର୍ ମୁଁ ଆପଣଙ୍କୁ ହାତ ଯୋଡୁଛି ଆପଣ ଏମିତି ଭୁଲ କରନ୍ତୁନି ପ୍ଲିଜ। ଦୟାକରି ତୋ ପ୍ରେମିକାକୁ ପ୍ରସ୍ତାବ ଦେଇଦେଲି ବୋଲି ବନ୍ଧ କରୁଛୁ। ନାଇଁ ସାର୍ ନାଇଁ ମୁଁ ମୋ ପ୍ରେମିକା ପାଇଁ କହୁନି ବରଂ କହୁଛି ରଚନା ମ୍ୟାଡାମଙ୍କ କଥା। ଆପଣ ତାକୁ ବାହା ହୁଅନ୍ତୁ ସାର୍। ଦୁନିଆରେ ବୁଲି ଆସିବେ ରଚନା ମ୍ୟାଡାମଙ୍କ ପରି ଝିଅ ମିଳିବା ଅସମ୍ଭବ। ତୋ ରଚନା ମ୍ୟାଡାମ ଖାଲି ମୋ ପାଇଁ ନୁହଁ ସାରା ପୁରୁଷ ଜାତି ପାଇଁ ସେ ଗୋଟେ ଅଛୁଆ ହେଇଯାଇଛି। ଆଉ ତାକୁ ଅଛୁଆ କରିଛୁ ତୁ। ଆନନ୍ଦ ରଚନା ତମେ ଏଠି ଆସିଛି ମୋ ଜୀବନର ଗୋଟେ ହିସାବ ନିକାଶ କରିବାକୁ। ତମେ ତମ ବ୍ୟସ୍ତ ହୁଅ ନକର। ତମ ଜୀବନକୁ ଯେ ନଷ୍ଟ କରିଦେଇଛି ମୁଁ ତାକୁ ଉଚିତ ଦଣ୍ଡ ଦେବି। ୟସ୍। ନାଇଁ ଆନନ୍ଦ ବାବୁ ଆପଣ କିମ୍ବା ଆପଣଙ୍କ ଆଇନକୁ ଶାସ୍ତି ଦେଲେ ସେଥିରେ ମୋ ମନ ଶାନ୍ତି ହେବନି। ବରଂ ଏଇଟା ତୁମ ନିଜ ହାତରେ ଶାସ୍ତି ଦେଇ ମୋ ମନ ଭିତରେ ଜଳୁଥିବା ନିଆଁଟାକୁ ମୁଁ ଲିଭେଇ ଦେବାକୁ ଚାହେଁ। ତାହେଲେ ଠିକ ଅଛି ନିଅ ଭାଇ ମୋ ସାମ୍ନାରେ ଏଇଟାକୁ ତମ ମନ ଇଚ୍ଛା ଯେତେ ପାରୁଛ ମାର। ନାଇଁ ଆନନ୍ଦ ବାବୁ ଆପଣ ଏଠି ରହିଲେ ମୁଁ ତାକୁ ଉଚିତ ଶାସ୍ତି ଦେଇପାରିବିନି। ଯେତେ ଯାହା ହେଲେ ବି ଆପଣଙ୍କ କଷ୍ଟଟି ଭିତରେ ସିଏ ଅଛି। ତମେ କଣ କହିବାକୁ ଚାହୁଁଛ? ଏଇଟା ଯେମିତି ନିରଳାରେ ମୋ ଜୀବନଟାକୁ ନଷ୍ଟ କରିଦେଇଛି ଠିକ ସେମିତି ଆ ଜୀବନଟାକୁ ମୁଁ ନଷ୍ଟ କରିଦେଇ ଆପଣ ପ୍ରତିଶୋଧ ନେବି। ଆପଣ ନିଶ୍ଚିତ ରୁହନ୍ତୁ ମୁଁ ଏମିତି କିଛି କ୍ଷତି କରିବିନି ଯୋଉଥିରେ ଆପଣଙ୍କ ଚାକିରି ଉପରେ ଆଞ୍ଚ ଆସିବ। ଠିକ ଅଛି ରଚନା ତମେ ଯଦି ନିରୋଳାରେ ପ୍ରତିଶୋଧ ନେବା ପାଇଁ ଚାହୁଁଛ ତାହେଲେ ନିଅ। ହେଲେ ଏଇଟାର ଥାନାବାଦୀ ଶେଷ ଦିନ। କାଲି ସକାଳେ ମୁଁ ତାକୁ କୋର୍ଟ ଫରୱାର୍ଡ କରୁଛି। ହଁ ଗଲାବେଳେ ମୁଁ ପାଖରେ ଅଛି ମୁଁ ଦେଖା କରିଛି। ନିରୋଳ ହେଇଗଲା ମ୍ୟାଡାମ ଆସନ୍ତୁ। ଆପଣଙ୍କର ଯେତେ ନାଟକ ମତେ ମାରି ନାଟକ ଶୁଣେଇ ଦିଅନ୍ତୁ। ଆରେ ପ୍ରତିଶୋଧ ନିଅନ୍ତୁ ମୋ ଉପରେ। ଖିଆତି କରିଲେ କାହିଁକି? ହଁ ମୁଁ ବାଡ଼େଇବି ମୁଁ ବାଡ଼େଇ ତମ ପିଠିରେ ମୋ ଛାଲ କରିବି। ବାଡ଼ାନ୍ତୁ ମ୍ୟାଡାମ ବାଡ଼ାନ୍ତୁ। ବାଡ଼େଇ ମୋ ପାପ ଘର ସବୁ ଧୋଇ ଦିଅନ୍ତୁ। ଆସନ୍ତୁ ମ୍ୟାଡାମ। ଆରେ ବାଡ଼ାନ୍ତୁ କାହିଁକି ପାରିବନି ଆପଣ? କାହିଁକି ନା ମୁଁ ଯଦି ତମକୁ ବାଡ଼େଇବି ତାହେଲେ ମୁଁ ପୂଜା କରିବି କାହାକୁ? ମୁଁ ଦେବତା ସାମ୍ନାରେ ଛିଡ଼ା ହେଇ ମୁଁ କହିବି ହେ ଈଶ୍ୱର ମୋ ପାପ ପାଇଁ ମୋତେ କ୍ଷମା କର। ଏ ବାଡ଼ିରେ ତମକୁ ମୁଁ ନୁହେଁ ତମେ ମୋତେ ବାଡ଼ାଅ। ତମେ କହିଲ ତମେ ମୋର ପାଇଁ ଉଚିତ ତମେ ତମର ପାଇଁ ଉଚିତ ନୁହେଁ। ତମେ ମୋ ଜୀବନ ନଷ୍ଟ କରିବା ବରଂ ମୁଁ ତମ ଜୀବନକୁ ନଷ୍ଟ କରିଦେଇଛି। ପାପ ତମେ କହିଲ ପାପ ମୁଁ କରିଛି ସେଥିପାଇଁ ମୋତେ କ୍ଷମା କରିଦିଅ। କାହିଁକି ମୋ ପାଦ ତଳେ ପଡି ଆପଣଙ୍କୁ ନିଜକୁ ଏତେ ଛୋଟ କରି ଦଉଛନ୍ତି ମ୍ୟାଡାମ? କଣ ପାଇଁ? ତମ ପାଖରେ ଛୋଟ ହେଲେ ମୋ ପାପର ପ୍ରାୟଶ୍ଚିତ ହବ। ମୋତେ କ୍ଷମା ମିଳିବ। କାହିଁକି ନା ସେଦିନ ଗୋଟିଏ ଛୋଟିଆ କଥାକୁ ନେଇ ନିଜର ଇଜ୍ଜତ ଜ୍ଞାନକୁ ନେଇ ତମ ଉଜ୍ଜ୍ୱଳ ଜୀବନକୁ ମୁଁ ଅପରାଧରେ ସଜେଇ ଦେଇଛି। ମୁଁ ଗୋଟେ କଳଙ୍କିତ ଚରିତ୍ର। ମ୍ୟାଡାମ ଆପଣ ଚରିତ୍ରହୀନ ନୁହନ୍ତି। ଆପଣ ତ ମୋ ପାଇଁ ଦେବୀ। ଆପଣ ଯଦି ସେଦିନ ଟଙ୍କା ନ ଦେଇଥାନ୍ତେ ସେଦିନ ମୋ ଭଉଣୀଟା ତା ଶାଶୁ ଘରକୁ ଯାଇପାରିନଥାନ୍ତା। ଆପଣ ଯଦି ସେଦିନ ଟଙ୍କା ନ ଦେଇଥାନ୍ତେ ସେଦିନ ମୋ ଘରର ଅଭାବ ଗୁଡ଼ାକ ସବୁ ଭେଟି ନଥାନ୍ତା। ଏତେ ସବୁ କରିସାରିବା ପରେ ଆପଣ ମୋ ସାମ୍ନାରେ ନିଜକୁ ଚରିତ୍ରହୀନ କହୁଛନ୍ତି। ଭାରି କଷ୍ଟ ହଉଛି ମ୍ୟାଡାମ। ହେଲେ ମୁଁ ଗୋଟେ କଥା ବୁଝିପାରୁନି ଆପଣ ନିଜକୁ କାହିଁକି ଏତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି? କଣ ପାଇଁ? କେବଳ ମୋ ପ୍ରେମ ପାଇଁ। ମାନେ ଅଛି
ହେଇଗଲା ସେ ବାହାଘରକୁ ଭାଙ୍ଗିବା ପାଇଁ ମୋ ମୁଣ୍ଡ ଭିତରେ ଗୋଟେ ଅଜବ ଚିନ୍ତାଧାରା ଆସିଲା ସବୁ ହେଲା ମୋ ବାହାଘର ବି ଭାଙ୍ଗିଗଲା ହେଲେ ଯୋଉ ଅସିତକୁ ମୁଁ ମନ ପ୍ରାଣ ଦେଇ ଭଲ ପାଉଥିଲି ସେ ପ୍ରକୃତରେ ମତେ ଭଲ ପାଉନଥିଲେ ଭଲ ପାଉଥିଲେ ମୋ ଡାଡିଙ୍କର ଅଜାଣ ସମ୍ପତ୍ତିକୁ ଆଉ ସବୁ କଥା ଜାଣି ସାରିବା ପରେ ମୋ ନିଜକୁ ନିଜ ବହୁତ ଘୃଣା ଆସିଲା ବହୁତ ମୋ ନିଜକୁ ନିଜେ ପ୍ରଶ୍ନ କଲି ହେ ଭଗବାନ କଣ କଲି ମୁଁ କେତେ ବଡ଼ ଭୁଲ ମୁଁ କରିଦେଲି କୁହ ତମେ କଣ ମତେ କ୍ଷମା କରିବନି क्षमा निश्चय करी तुमको क्षमा करने तुम जन्म से मो धर्म से मो कर्म तुमको क्षमा करी गोटे सर्त ଗୋଟିଏ ଶବ୍ଦ କାହିଁକି ମୁଁ ତମର 1000 ସର୍ତ୍ତ ମାନିବାକୁ ପ୍ରସ୍ତୁତ କୁହ କଣ ବିଶ୍ୱାସ ହଉନି ନା କେମିତି ବା ବିଶ୍ୱାସ ଆସିବ ମୁଁ କଣ ବିଶ୍ୱାସଘାତକତା କାମ କରିଛି କି କିନ୍ତୁ ମୁଁ ଜାଣିଛି ତମେ କଣ କହିବାକୁ ଚାହଁ कौन तुम्हें जानी ତମେ ଏଇଆ କରିବାକୁ ଚାହୁଁନା ଯେ ସମାଜ ଆଗରେ ସବୁ ସତ କଥା କହି ମୁଁ ତମକୁ କଳଙ୍କ ମୁକ୍ତ କରିଦିଏ ହେଲେ ସେଥିପାଇଁ ତମେ ଜମା ବ୍ୟସ୍ତ ହୁଅନି ଖାଲି ଥରଟିଏ ମତେ କ୍ଷମା କରିଦିଅ ତାପରେ ସମାଜ ଆଗରେ ଚିଲେଇ କହିବି ତମେ କଳଙ୍କିତ ନୁହଁ ତମେ ବଳତ୍କାରୀ ପୁରୁଷ ନୁହଁ ତମେ ହଉଛ ସାହାଯ୍ୟକାରୀ କୁହ ତମେ ମତେ ସାହାଯ୍ୟ କରିବ ନା निश्चित साध्य करी तुमको मो मथा छुई गोटे शपथ करने को पड़ो मु जहाँ कहबी तुम्हें मो कथारे राजी हब এই ଛୋଟିଆ କଥାରେ ମୁଁ ଡରିଯିବି ବୋଲି ଭାବୁଛ ସେଦିନ ଭାବ ପ୍ରବଣତା ହେଇ ମୋ ଡାଡିଙ୍କୁ ବାପା ବୋଲି ଡାକି ଦେଇଥିଲ ବୋଲି ତମକୁ ସେଦିନ ଅନେକ ମାଡ଼ ଖାଇବାକୁ ପଡ଼ିଥିଲା ହେଲେ ମୋ ଡାଡି ସିନା ତମକୁ ପୁଅ ବୋଲି ଗ୍ରହଣ କଲେନି ହେଲେ ମୁଁ ତମକୁ ମୋ ହୃଦୟରେ ବଡ଼ ଭାଇ ଆସନରେ ବସେଇ ସାରିଛି କୁହାଲ ଭାଇ ମୁଁ ତମ ମୁଣ୍ଡ ଛୁଇଁ କଥା ଦଉଛି ତମ ସର୍ତ୍ତ ଯଦି ମୋ ଜୀବନ ନେଇଯାଏ ତଥାପି ମୁଁ ସତ୍ୟଭ୍ରଷ୍ଟ ହେବିନି ଆଲୋକ ଭାଇ କୁହ କଣ ଚାହଁ ତମେ भाई ହଁ ଭାଇ ଥରେ କାହିଁକି 1000 ଥର କହିବି ତମେ ହଉଛ ମୋ ବଡ଼ ଭାଇ ହଁ ଭାଇ ଦୁନିଆ ମତେ ଯାହା କହୁଛି କହୁ ହେଲେ ତମେ ହଉଛ ମୋ ଭାଇ ମୁଁ ତମ ଭଉଣୀ କୁହ ଭାଇ କଣ ଚାହଁ ତମେ କୁହ जो जो सत कथा कही तुम निर्दोष प्रमाणित करने चाहूँ से सत कथा तू कहा कहबनी एमती तो बापा पाखे नुह कि अनंत दास महापात्र पाखे भी नुह मुक्का निर्बोध अरे कालिदास तुम जो डाले बसित सेई डालू को भांगी निज अमंगल चिंता करूछ अरे हो काली दास निर्बोध बोका हेले कहा भाई मोर ई नीलिमा की भूमि का अरे तुमको फांसी फांसी मोर आनंद समाप्त रही मोर शांति तमे कोन भक्त मु सत कथा समस्त को कहि देले ई दुनिया मते सत्य बोली कोई ग्रहण करिवो ता भांगी जाइथिबा बाबा तमर जोड़ी
ସହି ପାରେ ହେଲେ ପ୍ରେମକୁ ଘୃଣା କରୁଥିବା ତ ବାଟ ହାତରେ ତୁ ଗୋଟେ ଭଲ ଝିଅ ହେଇ ରହିବୁ ତୁ ଥରେ ଚିନ୍ତା କଲୁ ଯୋଉ ବାପ ତ ମହାମାରୀ ସାରିବା ପରେ ଆଉ କାହାକି ବାହା ନ ହେଇ ତତେ ଏତେ ଭଲ ପାଇବା ଦେଲେ ଏତେ ଆଦର ସ୍ନେହରେ ବଢେଇଲେ ଥରେ ଚିନ୍ତା କଲୁ ସେ ଯେତେବେଳେ ଜାଣିବେ ତୁ ଆଉ କାହାକୁ ଭଲ ପାଉଛୁ ସେ ଯେତେବେଳେ ଜାଣିବେ ତୁ ପ୍ରେମ ପାଇଁ ତୁ ଏତେ ବଡ କାଣ୍ଡ କରିଛୁ ଆରେ ସେ ବୁଝିବ ତ ଆରେ ସେ ମରିଯିବେ ଥରେ ଭାବପ୍ରବଣ ହେଇ ତୁ ତ ଚରିତ୍ରଟାକୁ ନଷ୍ଟ କରିଛୁ ଆଉ ଥରେ ଭାବପ୍ରବଣ ହେଇ ତୁ ତ ଗାଡିକୁ ମାରିଦେ ନା ରେ ଗାଡିକୁ ମାରିଦେ ନା ମୁଁ ସବୁ ଶୁଣି ସାରିଥିଲି ସତରେ ତୁ ମଣିଷ ରୂପରେ ଗୋଟେ ଦେବତା ମୁଁ ଆଗରୁ ଯୀଶୁ କୃଷ୍ଣଙ୍କର କାହାଣୀ ଶୁଣିଛି କି ଆଗ ଦେଖିଛି ହେଲେ ଜଳର ଉଦାହରଣ ମୁଁ ଆଜି ଦେଖିଲି ସତରେ ସତରେ ତୁ ମହାନ ହେ ବସ ନାହିଁ ଆପଣ ଏତେ ଉପରକୁ ଉଠେଇ ନେଇଥିଲି ଆରେ ଉପରକୁ ଉଠେଇବା ଲୋକ କଣ ମୁଁ ଆରେ ତ କର୍ମ ତତେ ଉପରକୁ ଉଠେଇ ନେଇଛି ସତରେ ତୁ ମହାନ ଇଚ୍ଛା ହଉଛି ତୋ ପାଦ ତଳେ ମୋ ମୁଣ୍ଡ ନଇ ଯାଉଛି ସତରେ ଇଚ୍ଛା ହଉଛି ମୋର କଣ ଜାଣିଛୁ ମୋ ନାଁଟା ସହିତ ମୋ ନାଁଟାକୁ ମୁଁ ଯୋଡ଼ି ଦେଇଦେବି ଆପଣଙ୍କୁ ଅନୁରୋଧ କରୁଛି ଯଦି ଆପଣଙ୍କ ମନରେ ମୋ ପ୍ରତି ଏତେ ଭଲ ପାଇବା ଅଛି ଇଚ୍ଛା ଅଛି ପ୍ରେମ ଅଛି ତାହେଲେ ମୋ ଟିକେ ଶପଥ ରଖିବେ ବହୁତ ସାରା ଆପଣଙ୍କ ମଥା ଛୁଇଁ ଶପଥ କରି କୁହନ୍ତୁ ରଚନା ପରେ ଏ ଘଟଣା ବିଷୟରେ ଯେମିତି କେହି ନ ଜାଣିବେ ଆପଣ ଏଠି ଆସିନାହାନ୍ତି କି ଏ ବିଷୟରେ କିଛି ଜାଣିନାହାନ୍ତି କଣ ପାଇଁ ତୋର ଇଏ ତ୍ୟାଗ କଣ ପାଇଁ ଏତେ ଜିଦ ସବୁ ଏଇ ନିରୀମା କି ଭଉଣୀଟା ପାଇଁ ଜୀବନ ସାରା ତାହା ନା ସହିତ ମୋ ନାଁକୁ ଯୋଡ଼ି ଦେବା ପାଇଁ ସହିପାରୁନି ଅସହାୟ ଜୀବନଟାକୁ ମୁଁ ସହିପାରୁନି ଜୀବନ ଯିଏ ପାଠ କରି ଯନ୍ତ୍ରଣା ହେଉଛି ବହୁତ ସାରା ବିଶ୍ୱାସର ଯୋଉ ଛତିର ଠିଆ ହେଇ ଗୋଟେ ବଡ଼ ଚିତ୍କାର କରି କହୁଛି ହେ ଜଗନ୍ନାଥ ମୋର ତ୍ରାହି ଦରକାର ହେ ଜଗନ୍ନାଥ ମୋର ସ୍ୱର୍ଗକାର ଦରକାର ଆସ କରି ଆସ ଭଲ ଯୋଉ ପରିବାରେ ବସିଯାଅ କାହିଁକିନା ମୁଁ ସମାପ୍ତ ହେଇଯିବାକୁ ଚାହେଁ ମୁଁ ସମାପ୍ତ
କାମ କରିବା ଆମେ ତୋର ମୋର ଦେହ
ଯେ ଏ ସତରେ ତମେ ତ ଦି ଜଣ କୋର୍ଟ ଯିବା କଥା ଆରେ କଣ ହେଇଛି ତମର କହିଲେ ସିନା ହେଇକି ସେ ତ ଦୌଡ଼ିକି ପଳେଇ ଯାଉଛି ଏଇ ବାପା କଣ ହେଇଛି ଆଉ ଯାହା ଜଣା ପଡୁଛି ତମକୁ ଆଉ ଔଷଧ କାମ ଦେବନି ଡାଇରେକ୍ଟ ଇଞ୍ଜେକ୍ସନ ଦେଇଦେବି ହଁ ହଁ ବାହାରି ଯାଉଛି ତତେ ଝାଡା ହଉଛି ଆଗ ମୁଁ ତ ଲଗେଇବି ଲଗେଇବି ସେ ଜିଣ୍ଡା ବି ଫଳ କରିବ ଝାଡା ହଉଛି ତମେ କୋର୍ଟକୁ ଯିବ ଝାଡା ହଉଛି ତମକୁ ଇଞ୍ଜେକ୍ସନ ନିହାତି ଦରକାର ଚାଲିକି ମୁଟେ ବନ୍ଦ ନାହିଁ ଏମିତି କରୁ ଆଉ ସହ୍ୟ କରିପାରୁ କଣ ଖାଇଲୁ କଣ ଖାଇଥିଲୁ କଣ ହେଟା କିଛି ମିଳିବୁ ନା କଣ ମୋ କଥା ଟିକେ ଶୁଣୁ ପୁରା ଧୀରେ ଧୀରେ ଛିଡା ନହେଲେ ମୁଁ ଟିକେ ଇଞ୍ଜେକ୍ସନ ବହୁତ ଭଲ ଦିଏ ଏମିତି ଦେବି ଯେ ପୁରା ବେଜାଗାର ବାହାରିବ ହଇରାଣ ହବ ପୁଣି ଦେଖା ବାହୁ ମୁଁ କହିବି ଜଲ୍ଦି ବାବୁ ଆଉ ଟିକେ ଭୂତା ନାହିଁ ପୁରୁଣା ମାଲ ଅଡା ସବୁ ବଞ୍ଚେଇକି ରଖିଛୁ ରହିଯା ଆଉ ଟିକେ ରହିଯା ମୁଁ ଖାଲି ଇଞ୍ଜେକ୍ସନ ଟା ଲଗେଇ ଦିଏ ତାପରେ ତୋର ଯାହା କରିବା କଥା କରିବୁ ତୁ ଏତେ ପୁରୁଣା ମାଲ ରଖିଛୁ ନା ଯେତିକି ସବୁ ହାପା କାଢିଲୁ ଏଇଥର ଲାଷ୍ଟ ପଙ୍କ ଜମାରୁ କାଢିବୁନି ହେଲା ତୁ ତ ଯେ ଷ୍ଟାଇଲରେ ସବୁ କରୁଛୁ ପଙ୍କ କାଢିବୁ ନା ତୁ କଣ ଦେଖ ଇଞ୍ଜେକ୍ସନ ଦେଲି ତୁ ଯା ଏଥର ଯା ଏଥର ହଉଛି
କୋଉଠୁ ଯିବୁଟି ଭଲ ଧୀରେ ସ୍ଥିରେ ଛିଡ଼ା ହ ତାକୁ ଦେଇଥିଲି ଟିକେ ଜୋର କରି ତାର ବଡ ସିରିଜଟା ଥିଲା ମ ତୋ ପାଇଁ ପୁରା ଛୋଟ ପୁରା ଧୀରେ ସେ ପୁଚ କରିଦେମି କିଛି ଜଣା ପଡିବ ନା ଦେଖା 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 ତୁ ସେମିତି ହେଲେ ଭାରି କଷ୍ଟ ହବ ପୁଣି ଟେନସନ ଦେଖା ଦେଖା ତୁ ମତେ କଣ इंजेक्शन देगा हे रानू 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 आजकल तेरे दृष्ट हेलू रानू पता इंजेक्शन देगा तो रानू हे रानू रानू हे आजकल पशु पक्षी मनीष ये झाड़ा को जड़े कहला कि मत ज्वर भूल छड़ा देनी कुकुर बिले इंजेक्शन भल आना भी सी जापर हाँ भले तुम दिज रास्ता घाट जहाँ कर हेलो हेलो अरे मधु मधु अरे दिमाग से बस का बजा आज्ञा नमस्कार अरे हाँ आज्ञा ମୁଁ କେତେବେଳେ ଏଠି ଛିଡ଼ା ହେଇଛି ଆଉ ଆଉ ସେ ରାନୁ ଅଲଗା ତୁ ସେ ଏମାନେ ତ ଏଇଠି ଧର ଆପଣ ହଉଥିଲେ କଣ କହିଲା ଜଣକୁ ଝାଡ଼ା ଆଉ ଜଣକୁ ଜ୍ୱର ଆଉ ସେ ଦି ଜଣ କଣ କହିଲେ ମେଡିକାଲ ଯିବ ବୋଲି अरे कोर्ट की बात हो रहा है मेडिकल पर अच्छा कौन करिए आपण सेମାନଙ୍କୁ ତ ଝାଡ଼ା ଜ୍ୱର ଏମିତି ସବୁ କଲେ ଆପଣ କିଛି ଗୋଟେ ବ୍ୟବସ୍ଥା କରନ୍ତୁ ଆଉ ତାହେଲେ କୋଉଠି ଯିବେ କେମିତି ताहले कोर्ट कर ଆପଣ ଆପଣ सर आपण तो व्यस्त होते सांगितलं व्यवस्था करू
ସାରି ଠିକ ଅଛି ଆରେ ସାର୍ ବ୍ୟବସ୍ଥା ହେଇନି ସେମାନଙ୍କୁ ସାଙ୍ଗରେ ନେଇ ଆସିଛି ଅତୁଲ ଆରେ ବାହାରେ ଛିଡ଼ା ହେଇଛ ନା ଭିତରକୁ ଆସ ଆଚ୍ଛା ଏ ଦି ଜଣକୁ ତମେ ସାକ୍ଷୀ ପ୍ରମାଣ ଏମାନେ ଦେବେ ନା କଣ ଯାହା ଭଲ ମଜୁରିଆ ପାଇଛ ଏବଂ ମ୍ୟାଡ଼ାମ ଏ ଦି ଜଣକୁ ଲୁଚେଇକି ରଖିଲେ ତମେ ଘର ସେ ବାଡ଼ିପତ୍ର ଗଳି ବାହାରିଲେ ମାନେ ମୁଁ ଦେଖୁଛି ଯାହା ତମେ 2 ଦିନ ପୂର୍ବରୁ ରଖିଲେ ବଢିଆ କାମ ଦେବେ ସେ ପୁରା ଭୋଟି ଗାଡ଼ ହେଇଛନ୍ତି ବି ତ ହଁ ତମେ ମ୍ୟାଡ଼ାମ ପାଖରେ ରହିବ ଆଚ୍ଛା ତମେ ମାନେ ସାକ୍ଷୀ ଦବ ତ ସାକ୍ଷୀ ନ ଦେଇଥିଲେ ଆମେ କଣ ଏଠିକି ଆସିଥାନ୍ତୁ हाँ बिल्कुल हमें जरूर साथी दो किंतु हमें भाई खाना पीना व्यवस्था करके किसी के अरे साथी भाई जमा व्यवस्था बहुत अच्छा ସାର୍ ଜାଣି ଖୁସି ହେବେ ଏ ଆମିର ହଉଛନ୍ତି ଅତୁଲର ମୁସଲମାନ ଆଉ ଅତୁଲ ହଉଛନ୍ତି ତାଙ୍କ ଜିଜୁ मैडम हमें तो साथी जरूर दबा लेकिन हमें तो नजर नहीं एक काम करिए काम सा हला गोटे अच्छा होटल देखी खाना पीना व्यवस्था करी खाना न हला चली जावा लेकिन पीना व्यवस्था जरूर करना ଦେଖ ତମେ ସେଥିପାଇଁ ଜମା ଚିନ୍ତା କରନି ତମ ପାଇଁ ସବୁ ବ୍ୟବସ୍ଥା ହେଇସାରିଛି ତମେ ଖାଲି କୋର୍ଟ ଯା ନା 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 ବିନା ଟଙ୍କାରେ ଆମେ କୋର୍ଟକୁ ଗଲେ ଆମର ବହୁତ ଟଙ୍କା ଖର୍ଚ୍ଚ ଆମକୁ କିଛି ଟଙ୍କା ଦରକାର ନା ସେମିତି କେମିତି ଯିବା अरे सच्ची भाई आप तो चिंता करो हाँ चलिए चलिए हथियार खा आइए सलाम वालेकुम सलाम वालेकुम सलाम ସାର୍ ସେ ଲୋକଟା ଆନନ୍ଦ ମାମୁଁ ବୋଲି ମୁଁ ଚୁପଚାପ ଛିଡ଼ା ହେଇଛି ସାର୍ କହିଲି ସେ ଲୋକଟାକୁ ମୁଁ ଏମିତି ରେସନ୍ ଶିଖେଇଥାନ୍ତି ଜୀବନରେ ଏମିତି ଅଙ୍କା ବଙ୍କା କଥା କହିବାକୁ କେବେ ବି ସାହସ କରିନଥାନ୍ତା अरे दोषी आबादी है किधर ଆଜି ସାର୍ କୋର୍ଟ ଟାଇମ୍ ହେଇଗଲାଣି ଆନନ୍ଦ ଯାଇ କୋର୍ଟରେ ପହଞ୍ଚି ବେଳି ଆମକୁ ଶୀଘ୍ର କୋର୍ଟ ଯିବାକୁ ପଡ଼ିବ ठीक ଅଛି ବହୁତ ରଚନା ପଡିବ ନାଇଁ ବାବୁ ଆପଣ ସେମିତି କୁହନ୍ତୁନି ବାବୁ ଆପଣ ମୋତେ ଦୟା କରନ୍ତୁ ବାବୁ ଆପଣଙ୍କର ଧରମ ହବ ବାବୁ ଧରମ ହବ तू तो बड़ा परेशान अच्छे क्या कर दूँ रुका वापस ही कर दूँ ବାବୁ ଧର୍ମ ନୁହଁ ଓହ ଅଧର୍ମ ଆଉ ଅଧର୍ମର ବିନାଶ ହବା ଉଚିତ ନାଇଁ ବେଟି ଆପଣ ସେମିତି କୁହନ୍ତୁନି ଦେଖନ୍ତୁ ବାବୁ ଆପଣ ମୋ ପାଇଁ ବାପା ହେଇଥରେ ଚିନ୍ତା କରନ୍ତୁ ଦେଖିବେ ମୋ ଆଳୁ ପେଟା ପ୍ରତି ଆପଣଙ୍କର ଦୟା ଲାଗିବ ଦୟା दया ଆସିବ। अच्छी होती है क्या वो नहीं बड़ा बात सीखा देना तो कोऑपरेटिव दया है तुम क्या क्यों करोगे ବାବୁ ମୁଁ ଆପଣଙ୍କ ହାତ ଧରି ନେଇ ଯାଉଛି ବାବୁ ଆପଣ ମୋ ପୁଅକୁ ଦୋଷୀ ସଜେଇ ଦିଅନ୍ତୁନି ବାବୁ ଦୋଷୀ ସଜେଇ ଦିଅନ୍ତୁନି ଛିଡ଼ା ହେଇନି ଚୁପଚାପ ଏଠୁ ଚାଲିଯାଅ ଆମେ ଆପଣଙ୍କ ପାଇଁ କିଛି ବି ସାହାଯ୍ୟ କରିପାରିବୁ ଚୁପଚାପ ଚାଲିଯାଅ ଏଠୁ ନାଇଁ ବେଟି ମୁଁ ଆପଣଙ୍କ ହାତ ଧରି ଗୁହାରି କରୁଛି ବେଟି ଦେଖନ୍ତୁ ବାବୁ ଆପଣ ଚାହିଁଲେ ମୋ ଆଳୁ ପେଟାଟା ବଞ୍ଚିଯିବ ମୋ ଆଳୁ ପେଟାଟା और ताकू दया करे से दया का लेपिस्टी बने पाई बताए उत्साह तो पाई अच्छा मैंने भाभी ने एक करे बाप अब ये समाज में जियो को मरे
ବର୍ଷା ହୋଇଥିବା ଝିଅର ବାପ ଆଇନ ପାଇଁ କୋର୍ଟରେ ଦ୍ୱାରସ୍ଥ ହୋଇଗଲା। ବାବୁ ମୁଁ ଆପଣଙ୍କ ଗୋଡ଼ ତଳେ ପଡ଼ିଛି ବାବୁ। ଆମେ ଯାହା କହୁଛି ନାଇଁ ବାବୁ ଆମେ ଯାଉଛୁ ବାବୁ ସାର୍ ଆଉ ଲେଟ୍ କରନ୍ତୁ ମୋ ଟାଇମ୍ ହେଇଗଲାଣି ସମସ୍ତେ ଯାଇ କୋର୍ଟରେ ପହଞ୍ଚିଯିବେଣି ଆପଣ ରଚନା ମ୍ୟାଡାମଙ୍କୁ ଡାକନ୍ତୁ। ରଚନା ରଚନା ଆରେ କୋର୍ଟ ଯିବା ପରା ସମୟ ହେଇଗଲାଣି। ଅବନୀ ମହାପାତ୍ରଙ୍କୁ ତ ମୁଁ ନିଶ୍ଚୟ ଦିନ ଦେଖିଛି କ'ଣ କରୁଛି। আরে আমি কোর্ট দিব পরা মানে তুই এমনি ক্লাস কোন আছে ମୁଁ କୋର୍ଟ ଯିବିନି ଡାଡି। কোন পাইতে করি କେବଳ ଲାଜ ଟିକେ ନ୍ୟାୟ ପାଇବା ପାଇଁ ମୁଁ ଲାଜର ସମୁଦ୍ରକୁ ଯାଇପାରିବିନି ଡାଡି। তামানে তামানে তুই কোন পাইবা চাচ্ছিস ମୁଁ ଆପଣଙ୍କ ଝିଅ ଡାଡି। ଏ ଘଟଣା ଘଟି ସାରିବା ପରେ ମୁଁ ଯେମିତି ଗୋଟେ ଚିଡ଼ିଆଖାନାର ବସ୍ତୁ ପାଲଟି ଯାଇଛି। আরে কেটা লোকଙ୍କ কথা ମୁଁ କେତେ କଥା ଶୁଣିଲେଣି ଆଉ ତୁ କହୁଛୁ କୋର୍ଟ ଯିବୁନି। ମୁଁ ସତ କହୁଛି ଡାଡି ଏ ଘଟଣା ନ ଘଟିବା ପୂର୍ବରୁ ମୁଁ ଯେତେବେଳେ ବାହାରକୁ ଯାଉଥିଲି ମୋତେ କେହି ଆଖି ଉପରେ ଚାହିଁବାକୁ ସାହସ କରୁନଥିଲେ କିନ୍ତୁ ଏବେ ମୁଁ ବାହାରକୁ ଗଲେ ସମସ୍ତେ ମୋତେ ଘୁରି ଘୁରି ଚାହୁଁଛନ୍ତି ବଡ଼ ବଡ଼ ଆଖି ଅନଉଛନ୍ତି ମୋତେ ଦେଖି ସେମାନେ ଖୁସି ହଉଛନ୍ତି। ଏପଟେ ଘଟଣା ଥିବା ପର୍ଯ୍ୟନ୍ତ ମୁଁ ବାହାରକୁ ଯାଇପାରିବିନି ଡାଡି ଯାଇପାରିବିନି। ଦେଖନ୍ତୁ ମ୍ୟାଡାମ ଆପଣଙ୍କୁ ଦେଖିବା ପାଇଁ କାହାକୁ ସୁଯୋଗ ଦିଆଯିବ ଆପଣଙ୍କ ପାଖରେ ସବୁବେଳେ ପୋଲିସ ରହିଥିବ। ସେ ପୋଲିସ ମାନଙ୍କର କ'ଣ ଆଖି ନଥିବ ନା ହସିବା ପାଇଁ ମନ ଭିତରେ ସାହସ ନଥିବ। ତାପରେ ଆପଣ କ'ଣ ପହଞ୍ଚିବେନି ଅନ୍ୟକୁ ଚାପଡ଼ାଟିଏ ମାରିଲେ ନିଜ ହାତକୁ କଷ୍ଟ ହୁଏ ରୂପାଲି ମ୍ୟାଡାମ। ହେଲେ ଗ୍ୟାସ ସିଲିକାଟି ଅନ୍ୟକୁ ଜାଳି ଦିଏ ସିନା ନିଜ ଭିତରେ ଜଳି ଶେଷ ହେଇଯାଏ। ତାମାନେ ତୁ କୋନ ପାଇବାକୁ ଚାହୁଁଛୁ ମୁଁ ଏଇଆ କହିବାକୁ ଚାହୁଁଛି ଡାଡି ଘଟଣା କହିସାରିଛି ଆହୁରି ବି କାରଣ ଅଛି କ'ଣ କହିବି ଡାଡି। କ'ଣ ସେ କାରଣ କ'ଣ ସେ କାରଣ ତୁମେ ଗୋଟେ ଝିଅ ଆଜି ବାପାର ଅବାଧ୍ୟ ହଉଛି ତୁମେ ଗୋଟେ ଝିଅ ବଳାତ୍କାର ଶିକାର ହେଇଥିବା ନିଜକୁ ନ୍ୟାୟ ଦେବା ପାଇଁ ଅରାଜି ହଉଛି କ'ଣ ସେ କାରଣ ହାଡ଼ଭଙ୍ଗା ଶୀତ ହାଡ଼ଭଙ୍ଗା ଶୀତ ରାତିରେ ଏବେ ଛୋଟିଆ ଚାଦରଟିଏ ନେଇ ରାତି କାଟିଛନ୍ତି ରୂପାଲି ମ୍ୟାଡାମ। ଯଦି କାଟିଥିବେ ତାହେଲେ ନିଶ୍ଚୟ ଜାଣିଥିବେ ହାଡ଼ଭଙ୍ଗା ଶୀତ ରାତିରେ ପାଖରେ ମାତ୍ର ଛୋଟିଆ ଚାଦରଟିଏ ପାଦକୁ ଘୋଡ଼େଇଲେ ମୁଣ୍ଡ କୁଣ୍ଡୁଳା ମୁଣ୍ଡକୁ ଘୋଡ଼େଇଲେ ପାଦ କୁଣ୍ଡୁଳା କିଏ ଘୋଡ଼େଇ ହବ କିଏ କୁଣ୍ଡୁଳା ରହିବ ସେ ନିଷ୍ପତ୍ତିଟା ଏତେ ଶୀଘ୍ର ନେଇ ହୁଏନି ରୂପାଲି ମ୍ୟାଡାମ। ତାହେଲେ ଜାଣିଥାନ୍ତା ତୁ ଯଦି ଆଜି କୋର୍ଟରେ ଯିବୁ ତାହେଲେ ମୁଁ ଆତ୍ମହତ୍ୟା କରିବି। ନାଇଁ ଡାଡି ଝିଅ ଅବାଧ୍ୟ ହୁଏ ପାଖରେ କଥା ନ ମାନେ ତାହେଲେ ଏଇ ଜୀବନରେ ମୁଁ ଦୁଃଖ ପାଇଁ ଆତ୍ମହତ୍ୟା ନାଇଁ ଡାଡି ନାଇଁ ମୁଁ ଆପଣଙ୍କ ମରଣର କାରଣ ହେଇପାରିବିନି ଡାଡି ହେଇପାରିବିନି। ମୋ ମମି ମରିଗଲା ପରେ ଆପଣ ମୋତେ ବହୁତ କଷ୍ଟରେ ବଡ଼ କରିଛନ୍ତି। ଆପଣ ସିନା ଅତି ସହଜରେ ଆପଣଙ୍କ ନାଁ ସହିତ ମୋ ନାଁଟା ଯୋଡ଼ି ହେଇଥିଲା ବୋଲି ଛିଡ଼େଇ ଦେବାକୁ ଚାହୁଁଛନ୍ତି ହେଲେ ମୁଁ ଈଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଛି ସବୁ ଜନ୍ମ ପାଇଁ ଆପଣଙ୍କ ନାଁ ସହିତ ମୋ ନାଁଟା ଯୋଡ଼ି ହେଇଥାଉ।